ଆଜି ଦିନଟି ମୋର ଗୋଟେ ରେଡ୍‌ଟିରୁ ଆରମ୍ଭ ହୋଇଥିଲା। ତ ମୋତେ ଆଜି ଲିଟିଲ୍ ଗୋଟେ ରେଡ୍‌ଟି ବନେଇକି ଦେଲେ ସକାଳ 8ଟାରେ। ତ ମୁଁ ତାକୁ ଟିକେ ପିଇ ସାରିଲା ପରେ ଆସିଗଲି ଏଇଠି ପିଠା କରିବା ପାଇଁକା। ତ ମୁଁ ଫାଷ୍ଟ ଗୋଟେ ଚାହା ବନେଇଦେଲି, ମାନେ ଅମୁଲ ଦେଇକି ଗୋଟେ ଚାହା ବନେଇଲି, କାହିଁକିନା ଦିନକୁ ମୁଁ 2 ଥର ଚାହା ନ ପିଇଲେ ଜମା ବି ଭଲ ଲାଗୁନି। ତ ଫାଷ୍ଟ ଗୋଟେ ଚାହା ବନେଇଦେଲି, ବନେଇ ସାରିଲା ପରେ ଆସିଗଲି ଏଇଠି ମୁଁ ଗୋଟେ ପିଠା ବନେଇଦେଲି। ଏଇଠି ଦେଖନ୍ତୁ ଚାହା ଆଉ ପିଠା। ମୁଁ ତାକୁ ଟିକେ ଖାଇସାରିଲା ପରେ ଆସିଗଲି କିଚେନ୍‌କୁ, କାହିଁକିନା ମୋତେ ଆଜି କିଚେନ୍ ସଫା କରିବାର ଥିଲା। ତ ମୁଁ ପୁରା ଭଲ ଭାବରେ କିଚେନ୍‌କୁ ଏଇଠି ମୁଁ ସଫା କରିଦେଉଛି, କାହିଁକିନା ଆଜି ମୋତେ ବହୁତ କାମ କରିବାର ଥିଲା। ତ ଏଇଠି କିଚେନ୍ ସଫା ହେଇଗଲା ପୁରା। ତାପରେ କିଛି ମାନେ ଏମିତି ବାସନ ପଡ଼ିଥିଲା, ତ ତାକୁ ଧୋଇ ଦେଇକି ପୁରା ସାଇଜ୍ କରି ରଖିଦେଲି। ସାଇଜ୍ କରି ରଖି ସାରିଲା ପରେ ମୁଁ ଗାଧେଇକି ପୁରା ପଳେଇ ଆସିଲି। ଆସିକି ଦେଖୁନାହାନ୍ତି ଏଇଠି ମୁଁ ନୂଆ ଡ୍ରେସ୍ ଗୋଟେ ଆଣିଛି, ତ ତାକୁ ପିନ୍ଧିକି ମିରର୍ ଆଗରେ ତ ଏଇଠି ଟିକେ ଡ୍ୟାନ୍ସ କରୁଥିଲି। ଡ୍ୟାନ୍ସ କରିସାରିଲା ପରେ ମୋର ଏଇଠି ମୁଁ ଆଜି ବନେଇଥିଲି ଭାତ ସୋୟାବିନ୍, ତ ତାକୁ ଟିକେ ଖାଇଦେଇକି ମୁଁ ବାହାରିଗଲି ବାହାରକୁ ଯିବା ପାଇଁକା। ଏଠି ବାହାରକୁ ବାହାରିଲା ବେଳେ ଦେଖୁଛି ଏଇଠି ପିଲାମାନେ ସବୁ ଖେଳୁଛନ୍ତି। ତ ଆମେ ଆସିକି ପହଞ୍ଚିଗଲୁ ଗୋଟେ ଟି ଷ୍ଟଲ୍ ପାଖରେ। ତ ସେଇଠି ଆମେ 2ଟା କଫି ଆଣିଲୁ। ଏଇଠି ଦେଖନ୍ତୁ ଲିଟିଲ୍ ମୋର କେମିତି ଆଖି